ନମସ୍କାର। ପୁନର୍ମିଳନ ଆମକୁ କେବଳ ମିଳାଏ ନୁହେଁ, ଏହା ଆମକୁ ଜଗାଏ। ଆମେ କେବେ କି ଏକ ଶ୍ରେଣୀ କକ୍ଷରେ ବସିଥିଲୁ, ସେତେବେଳେ ଆମର ସ୍ୱପ୍ନ ଛୋଟ ଥିଲା, କିନ୍ତୁ ଆମ ଆକାଂକ୍ଷା ବଡ଼ ଥିଲା। ଆଜି ବର୍ଷ ପରେ ମିଳୁଛୁ, ଆମେ ଅନୁଭବ, ସଫଳତା, ଦାୟିତ୍ୱ ସହିତ ଦୃଢ଼ ହୋଇଯାଉଛୁ। ପ୍ରଶ୍ନ ହେଉଛି, ଏହି ପୁନର୍ମିଳନ କେବଳ ସ୍ମୃତି ପାଇଁ କି? ନା, ଏହା ଏକ ନୂତନ ଅଭିଯାନର ଆରମ୍ଭ। ଆମେ ଏବେ କେବଳ ପୁରୁଣା ସହପାଠୀ ନୁହଁ, ଆମେ ନେତୃତ୍ୱ ନେବାର ସ୍ଥାନରେ ଅଛୁ। ଆମ ପାଖରେ ଅନୁଭବ ଅଛି, ଆମ ପାଖରେ ସମ୍ପର୍କ ଅଛି, ଆମ ପାଖରେ ସମାଜକୁ ଫେରାଇବାର ସାମର୍ଥ୍ୟ ଅଛି। ଯଦି ଆମେ ଏକାଠି ଚିନ୍ତା କରିବା, ଏକାଠି ନିଷ୍ପତ୍ତି ନେବା, ତେବେ ଆମର ପ୍ରଭାବ ଅନେକ ଗୁଣ ବଢ଼ିପାରେ। ପୁନର୍ମିଳନ ଆମକୁ ସ୍ମରଣ କରାଏ, ଆମେ ଏକା ନୁହଁ, ଆମେ ଏକ ଶକ୍ତି। ଆସନ୍ତୁ, ଏହାକୁ କେବଳ ଉତ୍ସବରେ ରଖିବା ନୁହଁ, ଏହାକୁ ଏକ ଆନ୍ଦୋଳନରେ ପରିଣତ କରିବା। ଛାତ୍ର ଭାବେ ଆରମ୍ଭ କରିଥିଲୁ, ଏବେ ପରିବର୍ତ୍ତନର ସୃଷ୍ଟ ହେବାକୁ ସମୟ ଆସିଛି। ଦାମ କହୁଛି। ଧନ୍ୟବାଦ।